ଆଜିର ପାଗଟା ନା ଥିଲା ଭାରି କୁହୁଡିଆ। ସେଥିପାଇଁ ସକାଳର ଜଳଖିଆରେ ଆଜି ହେଇଥିଲା ଗରମ ଭାତ ଖିଆ। କାହିଁକି ନା ଏଇ ପାଗଟା ନା ଯେମିତି ହେଇଛି ଟିକେ କୁହୁଡିଆ, ଉପରେ ସେ ମତେ ବି ଟିକେ ଥଣ୍ଡା ଧରିଛି। ଆଉ ସକାଳର ବି ଯେହେତୁ ରୋଷେଇ ସରିଯାଇଛି, ଗରମ ଗରମ ଭାତ ନା ଟିକେ ଅଧିକା ଖାଇ ହେଇଯାଉଛି। ଆଜି ଆଦି ବାବା ତାଙ୍କ ପାଣି ବୋତଲଟା ଛାଡ଼ି ଦେଇ ପଳେଇଥିଲେ ଅଙ୍ଗନବାଡି, ତ ଯାଇକି ବାପାଙ୍କୁ ଦେଇ ଆସିଲି। ମୁଁ କହିଲି ଯାଇକି ଟିକେ ପୁଅକୁ ଦେଇ ଆସିବ, ପାଣି ବୋତଲ ଭୁଲିକି ପଳେଇଛି ଘରେ। ସକାଳୁ ତ ରୋଷେଇ କାମଟା ସରିଯାଇଥାଏ, ବେଶୀ କାମ ନଥାଏ, ବାସ୍ ଖାଲି ଓଳା ଓଳି ଘର ସଜଡା ବାସ୍ ଏତିକି କାମ ଥାଏ। ଏଇ ଛୋଟ ମୋଟ କାମ କରୁ କରୁ ଆଦି ବାବା ଅଙ୍ଗନବାଡିରୁ ଆସିଗଲେ। ତାପରେ ତାଙ୍କର ମୋର ସାଙ୍ଗ ହେଇକି ଖାଇଥିଲି ଭାତ ଡାଲି ଆଉ ମିଲମିକର କଷା, ଯୋଉଟା କି ମୋ ଆଦି ବାବାଙ୍କର ବହୁତ ପ୍ରିୟ। ଆଜି 4ଟା ବେଳେ ସାଙ୍ଗମାନେ ଭାଙ୍ଗି ଯାଇଥିଲା ମୋର ଗୋଟେ ଗୋଡ ନଖ, ତାକୁ ସବୁ ସାଇଜ କରିବାକୁ ଯାଇ ନଖ ଏତେ କଷ୍ଟରେ ବଢିଥିବାରୁ ହେଇଥିଲା ଭାରି ମୋର ମନ ଦୁଃଖ। ସନ୍ଧ୍ୟା ବେଳକୁ ଆଦି ବାବା ବସି ଖେଳୁଥିଲେ, ମୋର ଆଉ ମୋ ସାନ ବୋଉଙ୍କର ବସି ଦେଖୁଥିଲେ ତାଙ୍କ ଖେଳକୁ। ତାପରେ କିଛି ସମୟ ପରେ ବାପା ଆଣିଦେଲେ ନଳି ଆଉ କୁରକୁରି, ତାପରେ ଆମେ ମା ପୁଅ ସାଙ୍ଗ ହେଇକି ଟିକେ ଖୁଆଖୁଇ ହେଲୁ। ଆଜି ଆଦି ବାପାଙ୍କର ଖାତା ସରି ଯାଇଥିଲା, ସେଥିପାଇଁ କାଗଜ ଆଣିଥିଲି, ତ ତାକୁ ବସି ସିଲେଇ କଲି। ନହେଲେ ଆଜି ଆଦି ବାବାର ପାଠ ପଢା ବନ୍ଦ ହେଇଯାଇଥାନ୍ତା। ତ ସିଲେଇ କରିସାରିଲା ପରେ ଆଦି ବାବାଙ୍କୁ ଟିକେ ପାଠ ପଢେଇଲି। ତାପରେ ଆଜି ଆମେ ଗୋଟେ ନୂଆ ମୋବାଇଲ କଭର ଆଣିଥିଲି, ଯୋଉଟା କି ବହୁତ ହି ସୁନ୍ଦର ଦେଖାଯାଉଥିଲା। ତାପରେ ଡିନର କରିଥିଲି ପଖାଳ ସହିତ ମଟର ତରକାରୀ।